ସାଙ୍ଗମାନେ ଆଜି ମୋ ସିନ୍ଦୁର ରାଧିକାରେ ଦେଖନ୍ତୁ ରିଧି ମୁକ୍ତିକୁ କୁହେ, ମୁକ୍ତି ଏଠି ତତେ କେତେବେଳଠୁ ଇସାରା କରୁଛନ୍ତି। ମୁକ୍ତି କୁହେ, ତୁ ପାଟି ନ କରି ଏଠୁ ଚୁପଚାପ ଚାଲ, ଆଉ ତାଙ୍କୁ ଜମାରୁ ବି ଦେଖିନି। ରିଧି କୁହେ, ମୁକ୍ତି ଏଠି ତ ଏଇଠିକି ଆସୁଛନ୍ତି। ମୁକ୍ତି କୁହେ, ରିଧି ମୁଁ ବି ଦେଖିପାରୁଛି, ପାଟି ଚୁପ କର ଆଉ ଚାଲ ଚାଲ ଏଠୁ ତୁ। ମୁକ୍ତି ଆଉ ରିଧି ଲିଫ୍ଟ ଭିତରକୁ ଯାଆନ୍ତି। ଆଉ ଲିଫ୍ଟ ବନ୍ଦ ହେବା ପୂର୍ବରୁ ଆଦି ଗୋଡ଼ ରଖିଦିଏ। ତାପରେ ସମସ୍ତେ ଆଦିକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଆନ୍ତି। ଆଉ ସେଠୁ ସମସ୍ତେ ଚାଲିଯାଆନ୍ତି, କେବଳ ମୁକ୍ତି ହିଁ ରହିଯାଏ। ଆଉ ମୁକ୍ତି ମନେ ମନେ କୁହେ, ଏ ଭଗବାନ, ଏ ବୁଝିପାରୁନାହାନ୍ତି କାହିଁକି? ଯଦି ଏମିତି ଇଏ ଇସାରା କରିବେ, ଅଫିସର ଷ୍ଟାଫ ମାନେ କେତେ କଥା କହିବେ। ଆଦି କୁହେ, ଏସବୁ କ'ଣ ହେଉଛି? ତମେ ଦେଖିପାରିଲନି କି ମୁଁ ତମକୁ ଇସାରା ଦଉଥିଲି ରହିବା ପାଇଁ? ମୁକ୍ତି କୁହେ, ସାର୍ ସେଠି ସବୁ ଲୋକ ଥିଲେ। ଆଦି କୁହେ, ତ? ମୁକ୍ତି କୁହେ, ସାର୍ ଏସବୁରେ ଆପଣଙ୍କୁ ଫରକ ନ ପଡ଼ିପାରେ, କିନ୍ତୁ ମୋତେ ଫରକ ପଡ଼ୁଛି। ଆଉ କାଲି ରାତିର ଘଟଣା ପରେ। ଆଦି କୁହେ, ପ୍ଲିଜ୍ ମୁକ୍ତି, ଆମେ ଦୁଇଜଣ ଏକାଠି କାମ କରୁଛୁ, ସମସ୍ତେ ଜାଣିଛନ୍ତି। ଆଉ ତମେ ଯଦି ଏମିତି ବେକାର କଥା ଚିନ୍ତା କରିକି ଆମ ଛାଡ଼ିଦେବ, ତାହେଲେ କାମ କିଏ କରିବ? ହଁ, ଶୁଣ, ବେକାର କଥା ଭାବିବା ବନ୍ଦ କର। ମୁଁ ଚାହୁଁନି ଆଉ ଏ ଫାଲତୁ କଥା ପାଇଁ ଆମ କାମ ଉପରେ କିଛି ପ୍ରଭାବ ପଡ଼ୁ। ସୋ ପ୍ଲିଜ୍ ମୁକ୍ତି, ପ୍ଲିଜ୍। ଆଉ ଶୁଣ, ଘଣ୍ଟାକ ଭିତରେ କ୍ଲାଏଣ୍ଟ ସବୁ ଆସିକି ପହଞ୍ଚୁଛନ୍ତି, ଫାଇଲ୍ ସବୁ ରେଡ଼ି କର, ଆଉ କନଫରେନ୍ସ ରୁମ୍କୁ ଆସିକି ପହଞ୍ଚ। ତାପରେ ଲିଫ୍ଟରେ କିଛି ପ୍ରୋବ୍ଲେମ୍ ହୁଏ, ଆଉ ମୁକ୍ତି ଆଦି ଉପରେ ପଡ଼ିଯାଏ। ଆଉ ଲିଫ୍ଟ ଖୋଲିବା ପରେ ନତାଶା ଆଉ ଅଲଗା ଷ୍ଟାଫ୍ ଏସବୁ ଦେଖୁଥାନ୍ତି। ନତାଶା କହେ, ଏଡି ଏଇଟା ହେଉଛି ଅଫିସ୍। ତାପରେ ଆଦି କୁହେ, ଠିକ୍ ଅଛି। ଆଦି ମୁକ୍ତିକୁ କୁହେ, ଏବେ ଆଉ ଏ ମୁହୂର୍ତ୍ତରେ କନଫରେନ୍ସ ରୁମ୍କୁ ଆସିକି ପହଞ୍ଚ, ବିକଜ୍ ତମେ ଏଇଠିକି କାମ କରିବା ପାଇଁ ଆସିଛ, ରାଇଟ୍? ତାପରେ ଆଦି ସେଠୁ ଚାଲିଯାଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଛୋଟିଏ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।